ତୁ ରାଜା ମୁଁ ରାଣୀରେ ଦେଖିବାକୁ ପାଇବେ ଦର୍ଶକ ବନ୍ଧୁ ଗୋଟେ ଜବରଦସ୍ତ ସିନ୍। ଯଦି ଆପଣ ଏହି ଚ୍ୟାନେଲଟିକୁ ନୂଆ କରି ଦେଖୁଥାନ୍ତି ତାହେଲେ ଏହି ଚ୍ୟାନେଲଟିକୁ ନିହାତି ସବସ୍କ୍ରାଇବ୍ କରନ୍ତୁ। ସମସ୍ତେ ବ୍ରେକଫାଷ୍ଟ ଖାଉଥିବା ସମୟରେ ଜୟ କହିବେ, ରାନୀ ଆଜି ଖାଇବାଟା ପୁରା ବଢ଼ିଆ ହେଇଛି। ଏକଥା ଶୁଣିକି କୌଶଲ୍ୟା କହିବେ, ଜୟ ମୁଁ ଆଜି ପର୍ଯ୍ୟନ୍ତ ଯେଉଁ ଖାଇବା ବନାଉଥିଲି ସେସବୁ କ'ଣ ତୋର ପସନ୍ଦ ନଥିଲା? ଜୟ କହିବ, ଅପା ମୋର କହିବାର ମାନେ ସେଇଆ ନୁହଁ। କୌଶଲ୍ୟା କହିବେ, ତୋ ବୋହୂ ଏ ଘରକୁ ଆସିବା ଦିନଠୁ ତୁ ଆମକୁ ପୁରାପୁରି ଭୁଲି ଯାଇଛୁ। ଏହି ସମୟରେ ରାଜ ଆଉ ଶିଖା ଆସିବେ। ରାଜ କହିବେ, ତମେ ମୋତେ କିଛି କହିବା ମୁଁ ସେ ଆଶା ନାହିଁ। ଦୀର୍ଘ 25 ବର୍ଷ ଧରି ମୋ ମାଙ୍କ ବିଷୟରେ ଯେତେ ପଚାରିଛି ତମେ ମୋତେ କେବେ ବି ଉତ୍ତର ଦେଇନ। ଆଉ ଏବେ ମୁଁ ସ୍କୁଲର ହେଡ୍ ହେଇସାରିଛି। ଆଉ ସବୁ କଣ୍ଟ୍ରୋଲ ଏବେ ମୋ ଦାୟିତ୍ୱରେ ରହିବ। ଆଉ ମୋ ମାଙ୍କ ବିଷୟରେ ସବୁ କିଛି ଜାଣିପାରିବି। ଆଉ ଆପଣମାନେ ଚାହିଁଲେ ବି ମୋତେ ଅଟକେଇ ପାରିବେନି। ଏହା କହି ରାଜ ଚାଲିଯିବେ। ଶିଖା ଯିବା ସମୟରେ କୌଶଲ୍ୟା କହିବେ, ଶିଖା ତୁ କ'ଣ ଏସବୁ ରାଜକୁ ଶିଖାଇଛୁ? ଶିଖା କହିବେ, ମାମା ଆପଣ ଏ କ'ଣ କହୁଛନ୍ତି? କୌଶଲ୍ୟା କହିବେ, ଦେଖ ଶିଖା ତୁ ଯଦି ରାଜକୁ କିଛି ଭଲ କଥା ଶିଖାଇ ପାରିବୁନି ତାହେଲେ ତାକୁ ଖରାପ ରାସ୍ତାରେ ଯିବାକୁ ବି ଦେବୁନି। ଆଉ ଯଦି ଏମିତି ହୁଏ ତାହେଲେ ତୋ ଦ୍ୱାରା ବହୁତ ବଡ଼ ଭୁଲ ହେଇଯିବ। ଶିଖା କହିବେ, ମାମା ତୁମେ ଯାହା କରୁଛ ମୁଁ ବି ସେଇଆ କରୁଛି। ତୁମେ ତୁମ ଭାଇକି ସପୋର୍ଟ କରୁଛ, ମୁଁ ମୋ ଭାଇକି ସପୋର୍ଟ କରିବି। ଏମିତି କହିକି ଶିଖା ଚାଲିଯିବେ। ଏପଟେ ରାଜ ସ୍କୁଲରେ ପହଞ୍ଚିବେ ଆଉ କହିବେ, ତୁମ ନାଁ ସୁରେନ୍ଦ୍ର ନା? ତୁମେ ସବୁ ଫାଇଲ ଦେଖାଶୁଣା କରୁଛ ନା? ଠିକ୍ ଅଛି, ତମେ ମୋ କେବିନକୁ ଆସ, ତୁମ ସାଙ୍ଗରେ କିଛି କଥା ଅଛି। ଶୁଭମ ଶିଖା ଆସି ପହଞ୍ଚିଯିବେ। ଶୁଭମ କହିବେ, ଶିଖା ରାଜ ଯଦି ଗୋଟେ ଦିନରେ ତା ମାଙ୍କ ବିଷୟରେ ଜାଣିନେବ ତାହେଲେ ସେ କ'ଣ ସ୍କୁଲକୁ ଛାଡ଼ିଦେବ? ଏକଥା ଶୁଣିକି ଶିଖା କହିବେ, ତୁମେ କ'ଣ କହିବାକୁ ଚାହୁଁଛ? ରାଜ ଏପଟେ ତାଙ୍କ ଷ୍ଟାଫଙ୍କୁ କହିବେ, ଆରତୀ ନାଁରେ ଯେଉଁ ଫାଇଲ ଅଛି ତାକୁ ଭଲିକି ଟିକିଏ ଚେକ୍ କର। ମୋତେ ସବୁ ଇନଫରମେସନ୍ ମୋତେ ଜଣାଅ। ଏହି ସମୟରେ ସ୍ନେହା ଆସିବେ। ଶୁଭମ କହିବେ, ସ୍ନେହା ତମେ ଆରତୀ ବିଷୟରେ କିଛି ଜାଣିଛ? ସ୍ନେହା କହିବେ, ନା ମୁଁ କିଛି ଜାଣିନାହିଁ। ରାଜ କହିବେ, ତମେ ଯଦି ଜାଣିନାହ ତାହେଲେ ଆମ ଘରକୁ କ'ଣ ପାଇଁ ଯାଉଛ? ମୋତେ ଲାଗୁଛି ତମେ ମୋ ମାଙ୍କ ବିଷୟରେ ସବୁ କିଛି ଜାଣିଛ। ଆଉ ତମେ ମୋତେ ସବୁ ସତ କଥା କହିଦିଅ। ସ୍ନେହା କହିବେ, ସାର୍ ମୁଁ ଆପଣଙ୍କ ମାଙ୍କ ବିଷୟରେ କିଛି ବି ଜାଣିନାହିଁ। ଏହା କହି ସ୍ନେହା ଚାଲିଯିବେ। ଶିଖା କହିବେ, ରାଜ ତୁ ଜମା ଚିନ୍ତା କରନା, ସବୁ